ଶ୍ରୋତାମାନଙ୍କୁ ସ୍ୱାଗତ। ଆମର ଫକୀର ମୋହନ ସେନାପତିଙ୍କ ଦ୍ୱାରା ଲିଖିତ ମାମୁ ଗ୍ରନ୍ଥମାଳାର 10ମ ଅଧ୍ୟାୟ ନଟବରର ନାଜରାତି ଓ ତାର ପରିଣାମକୁ ସ୍ୱାଗତ। ଆରମ୍ଭ କରିବା ପୂର୍ବରୁ ଗୋଟିଏ ଛୋଟ ଅନୁରୋଧ, ବେଶୀରୁ ବେଶୀ ସେୟାର କରନ୍ତୁ ଏବଂ ଆମର ଏହି ଅନୁରାଗ ଚ୍ୟାନେଲକୁ ଆଗକୁ ବଢ଼ିବାରେ ସାହାଯ୍ୟ କରନ୍ତୁ। ଆଉ ହଁ, କାହାଣୀର ସମ୍ପୂର୍ଣ୍ଣ ବୁଝାମଣା ଏବଂ ପରବର୍ତ୍ତୀ ଅଧ୍ୟାୟ ବିଷୟରେ ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ଆମ ସହ ରହିବାକୁ ଅନୁରୋଧ। ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ଆଲୋଚନା। ତେବେ ଆଜି ଆମେ ମାମୁ ଉପନ୍ୟାସର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ ନେଇ କଥା ହେବା। 10ମ ପରିଚ୍ଛେଦ ନଟବରର ନାଜରାତି ଓ ତାର ପରିଣାମ। ଏଇଠୁ କାହାଣୀ ଗୋଟେ ନୂଆ ମୋଡ଼ ନେଉଛି, ନୁହେଁ କି? ଏକଦମ ଠିକ୍ କଥା। ଏ ପରିଚ୍ଛେଦଟା ଖାଲି ଘଟଣାକୁ ଆଗକୁ ନେଉନି, ମାନେ ଚରିତ୍ରମାନଙ୍କ ଭିତର କଥା ଆଉ ସମାଜର କିଛି, କେମିତି କହିବି, କଠୋର ସତ୍ୟକୁ ବାହାରକୁ ଆଣୁଛି। ହଁ, ଆରମ୍ଭ ହେଉଛି ନାଜର ଦାଶରଥି ଦାସୀଙ୍କଠାରୁ। ଫକୀର ମୋହନ ତାଙ୍କୁ ଜଣେ ସାଧାରଣ ପୁରୁଣା ଅମଲା ଭାବେ ଦେଖିଛନ୍ତି। ବୟସ ହେଲାଣି, ପେନ୍ସନ୍ ନେବା କଥା, କିନ୍ତୁ ମନରେ ଶାନ୍ତି ନାହିଁ। ହଁ, ସେଇଟା ବଡ଼ ଦୁଃଖଦ। ଜଣେ ସରକାରୀ କର୍ମଚାରୀ ପୁରା ଜୀବନ କାମ କରି ଆସିଛନ୍ତି, ଆଉ ଶେଷ ବେଳକୁ ଟିକେ ଆରାମ କରିବେ କ'ଣ, ସେଇ ଋଣ ଭାରରେ ଚିନ୍ତିତ। ପୁଅ ଝିଅଙ୍କ ବାହାଘର ତ ଏକ ସାମାଜିକ ଦାୟିତ୍ୱ, କିନ୍ତୁ ସେଥିପାଇଁ ଯୋଉ କରଜ ହୋଇଛି ସେଇଟା ତାଙ୍କୁ ଏତେ ଚିନ୍ତାରେ ପକେଇଛି ଯେ ସେ ଭାବୁଛନ୍ତି ଆହୁରି ବର୍ଷ 2 ବର୍ଷ ଚାକିରି କରିବାକୁ ପଡ଼ିବ। ଏଇଟା ସେ ସମୟର ମଧ୍ୟବିତ୍ତ ପରିବାରର ଯୋଉ ଆର୍ଥିକ ଚାପ ତାକୁ ପୁରା ଦେଖେଇ ଦଉଛି। ଆଉ ଦେଖନ୍ତୁ ବିଡ଼ମ୍ବନା, ଠିକ୍ ଯେତେବେଳେ ସେ ଆଉ କିଛି ଦିନ ଚାକିରି କରିବାକୁ ଚାହୁଁଛନ୍ତି, ସେତିକିବେଳେ ତାଙ୍କ ଦେହ ଖରାପ ହେବା ଆରମ୍ଭ କରୁଛି। ନଟବରର କଟକରେ ବାହାଘର ହେଲା, ତାର 2 ମାସ ଭିତରେ ଦାଶରଥଙ୍କୁ ଖୁଖୁ କାଶ ଆରମ୍ଭ ହୋଇଗଲା। ହଁ, ଆଉ ସେଇଟା ସାଧାରଣ କାଶ ନଥିଲା। ଅବସ୍ଥା ଧୀରେ ଧୀରେ ଖରାପ ହେଲା। ଡାକ୍ତର, ବୈଦ୍ୟ ଯାହାକୁ ଦେଖେଇଲେ ସମସ୍ତେ କହିଲେ, ଆଜ୍ଞା ପରିଶ୍ରମ ଚଳିବନି। ଏମିତିକି କହିଲେ ଜଳବାୟୁ ବଦଳନ୍ତୁ, ଜାଗା ବଦଳନ୍ତୁ। ଏବେ ଭାବନ୍ତୁ, ଜଣେ ଋଣରେ ବୁଡ଼ି ରହିଥିବା ବୟସ୍କ ଲୋକ ପାଇଁ ଏ କେତେ କଷ୍ଟକର ପରିସ୍ଥିତି। ତେବେ ଉପାୟ କ'ଣ ଥିଲା? ସେ ନିଜର ଅସୁସ୍ଥତା ଆଉ ପଇସାପତ୍ର ଅସୁବିଧା କଥା ନେଇ ସାହେବଙ୍କ ପାଖକୁ ଗଲେ। ଆଉ ଗୋଟେ ଅନୁରୋଧ କଲେ, ଯୋଉଟାକି ପୁରା କାହାଣୀକୁ ଓଲଟାପାଲଟା କରିଦେଲା। ସେ କହିଲେ, ନିଜ ଜାଗାରେ ଜ୍ୱାଇଁ ନଟବରକୁ ନାଜର ପଦରେ ରଖିଦିଅନ୍ତୁ। ଆଚ୍ଛା, ଏଇଠି ଗୋଟେ କଥା ଦେଖିବାର ଅଛି। ଦାଶରଥୀଙ୍କର ସରଳତା କୁହନ୍ତୁ ବା ଅସହାୟତା କୁହନ୍ତୁ, ନିଜ ଅସୁବିଧା ବେଳେ ପୁଅ କଥା ନ ଭାବି ଜ୍ୱାଇଁଙ୍କୁ ଆଗକୁ ଆଣୁଛନ୍ତି। ବୋଧେ ଭାବିଥିବେ ନଟବର ପାଠ ପଢ଼ିଛି, କଟକରେ ରହୁଛି, ତେଣୁ ସେ ଏ ଦାୟିତ୍ୱ ପାଇଁ ବେଶୀ ଠିକ୍। ଆଉ ସାହେବ ବି ଯେତେବେଳେ ଦାଶରଥୀଙ୍କର ଦେଣା କଥା ଶୁଣିଲେ, ଟିକେ ଦୟା ଦେଖେଇ ନଟବରକୁ ଚାକିରିଟା ଦେଇଦେଲେ। ଏଇଟା ସେ ସମୟର ପ୍ରଶାସନରେ ଟିକେ ମାନବିକତା ଦେଖାଉଛି, ଯଦିଓ ପରିଣାମଟା ଭଲ ହେଲାନି ଆଉ। ହଁ, ନଟବର ପାଇଁ ତ ଏହା ଯେମିତି ଲଟରି ଲାଗିଗଲା। ସେ ନିଜେ ବି ଆଶ୍ଚର୍ଯ୍ୟ ହେଇଗଲା। ଏତେ ବଡ଼ ପଦ ଆଉ ଏତେ ଜଲ୍ଦି? ଲେଖା ହେଇଛି, ଏତେ ବଡ଼ ଚାକିରିଟା ତାହା ଭାଗ୍ୟରେ ଘଟିବ, ଏହା ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲା। ଆଉ ଏଇଠୁ ଆରମ୍ଭ ହେଲା ନଟବରର ଅସଲ ରୂପ ବଦଳ। ହଁ, ଏ ଯୋଉ ଅଚାନକ ସୁଯୋଗ ମିଳିଗଲା ନା, ଏଇଟା ହିଁ ତା ଭିତରେ ଶୋଇ ରହିଥିବା ଲୋଭ ଆଉ କ'ଣ, ସେ ଅଭିଳାଷକୁ ଜଗେଇ ଦେଲା। ଦାଶରଥୀ ଦାସ ତ ପେନ୍ସନ୍ ନେଇ ଗାଁକୁ ଗଲେ, ନଟବରା ରହିଲା କଟକ ବସାରେ ଏକା। ଆଉ ଏକା ରହିବାଟା ତା ପାଇଁ ଦୁଃଖ ନୁହେଁ, ବରଂ କ୍ଷମତା ଆଉ ସୁଯୋଗର ଏକ ନୂଆ ଦୁନିଆ ଖୋଲିଦେଲା। ହଁ, ଫକୀର ମୋହନ ଲେଖିଛନ୍ତି, ସେ ନିଜକୁ ଛୋଟିଆ ଭଳିଆ ହାକିମ ମନେକଲା। ପାଖରେ ପିଆଦା, ପାଇକ, ହୁକୁମ ଦେବାର କ୍ଷମତା। ଏଇ କ୍ଷମତାର ନିଶା ତାକୁ ବହୁତ ଜଲ୍ଦି ଘାରିଦେଲା। ଆଉ ତା ସାଙ୍ଗକୁ ପଇସାର ଲୋଭ। ଏକଦମ। ଦରମା ତ ମିଳୁଥିଲା, କିନ୍ତୁ ନାଜର ପଦରେ ଯୋଉ ଉପରି ଆୟର ସୁଯୋଗ ଥାଏ, ତାର ସ୍ୱାଦ ସେ ଚାଖିବା ଆରମ୍ଭ କରିଦେଲା। ଯାହାକୁ କହନ୍ତି କଞ୍ଚା ପଇସା, ମାନେ ଲାଞ୍ଚ। ପ୍ରତିଦିନ କିଛି ନା କିଛି ଆମଦାନୀ। ଏଇ ଯୋଉ ଅନୈତିକ ପଇସା, ଏଇଟା ତାକୁ ପୁରା କାବୁ କରିନେଲା। ଆଉ ସେତେବେଳେ ତାର ମନ ଭିତରେ କ'ଣ ଚାଲିଛି, ସେଟା ବଡ଼ ମଜାଦାର। ସେ ଭାବିବାକୁ ଲାଗିଲା ଯେ ଏ ଯାହା ସବୁ ଭଲ ହେଉଛି, ଏ ପଦ, ଏ ପଇସା, ଏସବୁ ତା ନୂଆ ବୋହୂ ଘରକୁ ଆସିବା ପରଠୁ ହେଉଛି। ଯେମିତି ବୋହୂ ପାଦରୁ ହିଁ ଲକ୍ଷ୍ମୀ ଆସିଛନ୍ତି। ଦେଖନ୍ତୁ, ଏଇଟା ଗୋଟେ ଚାଲାକ ମନର ଖେଳ। ନିଜର ଦୁର୍ନୀତି, ନିଜ ଲୋଭକୁ ଗୋଟେ ପ୍ରକାର, କେମିତି କହିବି, ସାମାଜିକ କି ଧାର୍ମିକ ଚାଦର ଘୋଡ଼େଇ ଦେବାର ଚେଷ୍ଟା। ସେ ଯୋଉ ଖରାପ କାମ କରୁଛି, ସେଇଟାକୁ ନିଜର ବାହାଦୁରୀ କି ଭାଗ୍ୟ ନ ଭାବି ବିଚାରା ବୋହୂର ଭାଗ୍ୟ ସାଙ୍ଗରେ ଯୋଡ଼ି ଦଉଛି। ଏମିତି କରି ବୋଧେ ସେ ନିଜ ମନକୁ ବୁଝଉଥିଲା। ଆଉ ଏ ଭାବନା ଉପରେ ଆଧାର କରି ସେ ଗୋଟେ ନୂଆ ଜୀବନ ଦର୍ଶନ ବନେଇ ନେଲା। ଟଙ୍କା କମେଇବା ଆଉ ସାଇତି ରଖିବା,
ଏଇଟା ହିଁ ଜୀବନର ମୂଳ ଲକ୍ଷ୍ୟ। ବୁଦ୍ଧିଆ ଲୋକ ପାଖକୁ ହିଁ ପଇସା ଆସେ, ଆଉ ସେ ପଇସା ପାଇବା ପାଇଁ କୌଶଳ କରିବାକୁ ପଡ଼ିବ, ଅନ୍ୟମାନଙ୍କଠୁ ଛଡ଼େଇ ଆଣିବାକୁ ପଡ଼ିବ। ଏଇ ଦର୍ଶନଟା ବହୁତ ଭୟଙ୍କର, ବହୁତ ବିପଜ୍ଜନକ। ସେ ଭାବୁଛି ଧର୍ମ, ନୀତି, ନୈତିକତା ଏସବୁ ଖାଲି ଅଳସୁଆ, ଅପାରଗ ଆଉ ବୋକା ଲୋକଙ୍କ ପାଇଁ। ଯେଉଁମାନେ କୌଶଳ କରି ପଇସା କମେଇ ପାରନ୍ତିନି, ସେଇମାନେ ହିଁ ଧର୍ମ କଥା କହନ୍ତି। ଯୋଉ କାମରେ ପଇସା ମିଳୁଛି ସେଇଟା ଯେତେ ଭୁଲ ହଉ ପଛେ ସେଇଟା ହିଁ ଠିକ୍। ଏହାର ଏକ ପ୍ରକାରର ସାମାଜିକ, ମାନେ ସେ ଯୋଉ ଡାର୍ୱିନିଜମ୍ କହନ୍ତି ନା, ତାର ଗୋଟେ ବିକୃତ ରୂପ। ଯିଏ ଚାଲାକ, ସେ ବଞ୍ଚିବ, ସେ ଧନୀ ହବ। ନୀତି ନିୟମରେ ଏଠି କିଛି ମୂଲ୍ୟ ନାହିଁ। ଆଉ ଏଇ ଭାବନାର ସିଧା ପ୍ରଭାବ ପଡ଼ିଲା ତାର ଘର ଉପରେ। ଯେହେତୁ ସେ ଭାବିଲା ବୋହୂ ଆସିଲା ପରେ ପଇସା ଆସିଲା, ସେ ବୋହୂକୁ ବଡ଼ ସୁଲକ୍ଷଣୀ ବୋଲି ଧରିନେଲା, ତା ପ୍ରତି ବେଶୀ ସ୍ନେହ, ବେଶୀ ଆଦର ଦେଖେଇଲା। କିନ୍ତୁ ଏ ସ୍ନେହଟା ବି ସ୍ୱାର୍ଥପର ଥିଲା, ନୁହେଁ କି? ଏହା ଥିଲା ପଇସା ସାଙ୍ଗରେ ଯୋଡ଼ା ଏକ ସ୍ୱାର୍ଥ। ଏକଦମ। ଏଇଟା ବହୁତ ସୂକ୍ଷ୍ମ ବିଶ୍ଳେଷଣ। ନଟବରର ସ୍ନେହ ବି ତା ପଇସା ଲୋଭ ଦ୍ୱାରା ନିୟନ୍ତ୍ରିତ ହେଉଛି। ଯୋଉଟା ତାକୁ ଲାଭ ଦଉଛି ସେଇଟା ହିଁ ଭଲ। ଏଇଟା ତା ଚରିତ୍ରର ପୁରା ନୈତିକ ପତନକୁ ଦେଖାଉଛି। ଆଚ୍ଛା, ଏପଟେ ଯେତେବେଳେ ନଟବର ପଟକରେ ତାର ଉନ୍ନତିରେ ମାତିଛି, ସେପଟେ ଗାଁରେ ତାର ଶ୍ୱଶୁର ଦାଶରଥି ଦାସ ମୃତ୍ୟୁ ସଂଘରେ ଲଢ଼ୁଛନ୍ତି। ସେଇ ଯୋଉ ଖୁ ଖୁ କାଶ ଆରମ୍ଭ ହୋଇଥିଲା, ସେଇଟା ଏବେ ଭୟଙ୍କର ରୂପ ନେଇଗଲାଣି। ଦିନକୁ ଦିନ ଅବସ୍ଥା ଖରାପ ହେବାରେ ଲାଗିଛି। ଗାଁର ଦିଜଣ ପୁରୁଣା ବୈଦ୍ୟ ବହୁତ ଅଭିଜ୍ଞ ଥିଲେ। ସେମାନେ ଚେଷ୍ଟା କଲେ, କିନ୍ତୁ କିଛି ଫଳ ମିଳିଲା ନାହିଁ। ରୋଗ ବଢ଼ି ବଢ଼ି ଚାଲିଲା। ଏଇ ଯୋଉ ଦୁଃସମୟ, ଏଇଥିରେ ହିଁ ଜଣାପଡ଼େ କିଏ ଆପଣାର। ଆଉ ସେ ପରୀକ୍ଷାରେ ପାସ୍ କଲେ ଦାଶରଥିଙ୍କର ଆଉ ଜଣେ ଜୁଆଇଁ ଉତ୍ତର ରାୟ ଆଉ ଝିଅ ଚାନ୍ଦମଣି। ହଁ, ସେମାନଙ୍କ କର୍ତ୍ତବ୍ୟ ଆଉ ସ୍ନେହ କଥା ଏଠି କହିବାକୁ ପଡ଼ିବ। ସେମାନେ ଖାଲି ଖବର ନେଉନଥିଲେ, ସତସତିକା ସେବା କରୁଥିଲେ। ନିଜ ଗଡ଼ ନରିପୁରରୁ ନାମକରା ରାଜବୈଦ୍ୟ ଧନ୍ୱନ୍ତରୀଙ୍କୁ ଆଣି ରୁକୁଣାଦେଇପୁରରେ ରଖିଲେ। ଚିକିତ୍ସାରେ କିଛି ବି ଅଭାବ ରଖିଲେ ନାହିଁ। ହଁ, ଯେତେ ଦାମୀ ମହୋଷଧି ଦରକାର ପଡ଼ିଲା, କଲିକତାର ହଉ କି ଆଉ କୋଉଠୁ ହଉ, ସବୁ ମଙ୍ଗେଇଲେ। ଏଇଟା ଖାଲି ପଇସା ଦେଖେଇବା ନୁହଁ, ଏଇଟା ହେଉଛି ଶ୍ୱଶୁରଙ୍କ ପାଇଁ ପ୍ରକୃତ ଆନ୍ତରିକତା, ପ୍ରକୃତ ସମ୍ମାନ। ନଟବରର କାମର ଠିକ୍ ଓଲଟା ଚିତ୍ରଟା ଏଠି ଦେଖିବାକୁ ମିଳୁଛି। କିନ୍ତୁ ଏତେ ସେବା, ଏତେ ଚିକିତ୍ସା ପରେ ବି ଭାଗ୍ୟରେ ଆଉ କିଛି ଥିଲା। ଶେଷରେ ରାଜବୈଦ୍ୟ ଧନ୍ୱନ୍ତରୀ ବି ହାତ ଟେକିଦେଲେ। ସେ କହିଲେ ଯେ ଏଇ ରୋଗ ହେଉଛି ରାଜଯକ୍ଷ୍ମା। ରାଜଯକ୍ଷ୍ମା, ଯାହାକୁ ଆଜିକାଲି ଆମେ ଟିବି ବା କ୍ଷୟରୋଗ କହୁଛେ। ସେ ସମୟରେ ତ ଏହା ଏକ ଅସାଧ୍ୟ ରୋଗ ଥିଲା। ବୈଦ୍ୟ ସଫା ସଫା କହିଦେଲେ, ଏ ରୋଗ ଭଲ ହେବାର ନୁହେଁ। ଏମିତିକି କହିଲେ, ଶିବ ମଧ୍ୟ ଭଲ କରିପାରନ୍ତି ନାହିଁ। ମାନେ ଏକ ପ୍ରକାର ମୃତ୍ୟୁର ଖବର। ଏ କଥା ଶୁଣି ପରିବାର ଲୋକଙ୍କ ମନରେ କି ଭୟ ପଶିଥିବ। ଆଉ ସେ ଭୟ ସତ ହେଲା। କିଛିଦିନ ପରେ ଦାଶରଥି ଦାସ ଆଖି ବୁଝିଦେଲେ। ସେଇ ରୋଗ ହିଁ ତାଙ୍କ ଜୀବନ ନେଇଗଲା। ବାପା, ମାନେ ଶ୍ୱଶୁରଙ୍କ ମୃତ୍ୟୁ ଖବର ପାଇଲା ପରେ ନଟବର ଦାସ ଛୁଟି ନେଇ କଟକକୁ ଗାଁକୁ ଆସିଲେ। ଶୁଦ୍ଧିକ୍ରିୟା ତ କରିବାକୁ ପଡ଼ିବ, ପୁଅର ଦାୟିତ୍ୱ। ସେ ଆସିଲେ। କିନ୍ତୁ ଏଠି ଫକୀରମୋହନ ଆଉ ଗୋଟେ କଥା କହୁଛନ୍ତି। ନଟବର ଆସିବା ଆଗରୁ ହିଁ ଦାଶରଥିଙ୍କର ବଡ଼ ପୁଅ, ବୋଧେ ବାନାମ୍ବର, ସେ ଶ୍ରାଦ୍ଧ ପାଇଁ ଯାହା ସବୁ ଦରକାର କାଠ, ଘିଅ, ଚାଉଳ, ଡାଲି ସବୁ ଜିନିଷ ଯୋଗାଡ଼ କରିସାରିଥିଲେ। ଏଇଟା ଦେଖାଉଛି ଯେ ପରିବାରର ଆଉ ଲୋକମାନେ ନିଜ କାମ କରୁଥିଲେ। ହଁ, ଆଉ ଶ୍ରାଦ୍ଧ କାମଟା ବି ଯେମିତି ହେବା କଥା ମାନମହତ ରଖି ସରିଲା। ସାମାଜିକ ରୀତିନୀତି ପାଳନ କରାଗଲା। ଏପର୍ଯ୍ୟନ୍ତ ତ ସବୁ ଠିକ୍ଠାକ୍ ଲାଗୁଥିଲା। କିନ୍ତୁ ଅସଲ କଥାଟା ଆରମ୍ଭ ହେଲା ଶ୍ରାଦ୍ଧ ପରେ। ନଟବର ଗାଁରେ ରହି ଲୋକଙ୍କ ଆଗରେ କହିବାକୁ ଲାଗିଲା ଯେ ବାପାଙ୍କ ଶ୍ରାଦ୍ଧରେ ଏତେ ଖର୍ଚ୍ଚ ହେଲା ଯେ ସେ ପୁରା ଋଣୀ ହୋଇଗଲା। ସତେ ଯେମିତି ସେ ନିଜ ପକେଟରୁ କର୍ଜ କରି ସବୁ ଖର୍ଚ୍ଚ କରିଛି। ଏ କଥାଟା ଶୁଣିଲେ ଟିକେ ଅଡୁଆ ଲାଗୁଛି। କାରଣ ଆମେ ତ ଜାଣିଲେ ଯେ ବଡ଼ ପୁଅ ଜିନିଷପତ୍ର ଆଗରୁ ଆଣିଥିଲେ। ତାହେଲେ ନଟବର ଋଣୀ ହେଲା କେମିତି? ହଁ, ଏଇ ପ୍ରଶ୍ନଟା ଖାଲି ଆମ୍ ମନ୍ଦ୍ରାକୁ ନୁହେଁ, ଗାଁ ଲୋକଙ୍କ ମନରେ ବି ଆସିଲା। ଆଉ ଗାଁ କହିଲେ ତ ସେଠି କିଛି ଖବରଚୁଆ ଆଉ ଅସୋହିଣୀ ଲୋକ ଥାଆନ୍ତି ପରା, ଯେଉଁମାନଙ୍କର କାମ ହେଲା ଏଇସବୁ କଥାର ଭିତ୍ରି କଥା ଖୋଜିବା। ସେମାନଙ୍କ ଭିତରେ ଫୁସ୍ରୁ ଫାସ୍ରୁ ଆରମ୍ଭ ହୋଇଗଲା। ନଟବରର ଏଇ କଥାଟା ସେମାନଙ୍କୁ କେମିତି କେମିତି ଲାଗିଲା। ଆଚ୍ଛା, ସେମାନେ କ'ଣ କୁହାକୁହି ହେଉଥିଲେ? ସେମାନଙ୍କ କଥା ବହୁତ ସିଧା ଥିଲା। ସେମାନେ କହିଲେ, ଆରେ ବଡ଼ ପୁଅ ବାନାମ୍ବର ତ ସବୁ ଆଗରୁ ଆଣିଥିଲେ, ଆଉ ଗଡ଼ ନରିପୁରରୁ କେତେ ଜିନିଷ ଆସିଥିଲା, ଉତ୍ତର ରାୟ ଆଉ ଚାନ୍ଦମଣି ପଠେଇଥିଲେ। ଖାଲି ଜିନିଷ ନୁହେଁ, ବ୍ରାହ୍ମଣମାନଙ୍କୁ ଦକ୍ଷିଣା ଦେବା ପାଇଁ ନଗଦ ଟଙ୍କା ବି ଆସିଥିଲା। ସେମାନେ ଭାବୁଥିଲେ ଯେ ଯେତିକି ସାହାଯ୍ୟ ମିଳିଥିଲା
ସେଇଟା ଶ୍ରାଦ୍ଧ ଖର୍ଚ୍ଚଠାରୁ ବୋଧେ ବେଶୀ ଥିଲା, କମ୍ ନୁହେଁ। ଓହୋ, ତାମାନେ ନଟବରର ଋଣୀ ହେବା କଥାଟା ପୂରା ମିଛ। ଲୋକଙ୍କ ମନରେ ତ ସନ୍ଦେହ ହେବା ସ୍ୱାଭାବିକ। ସେମାନେ ପଚାରିଲେ, ଯଦି ଏତେ ଜିନିଷ ଆସିଲା, ଯଦି ବଡ଼ପୁଅ ଖର୍ଚ୍ଚ କଲେ, ତାହେଲେ ନଟବର ଦାସେ ଋଣୀ ହେଲେ କାହିଁକି? ଏଇଟା ଗୋଟେ ବଡ଼ ରହସ୍ୟ ପରି ଲାଗିଲା। ଆଉ ଯେତେବେଳେ କଥାଟା ରହସ୍ୟମୟ ଲାଗେ, ଲୋକେ ନିଜ ନିଜ ମନରେ ଗୋଟେ ସିଦ୍ଧାନ୍ତ କରିନିଅନ୍ତି। ଏଇ ସନ୍ଦେହରୁ ଆଉ ଗୋଟେ ଭୟଙ୍କର କଥା ବାହାରିଲା। ଲୋକେ କୁହାକୁଇ ହେଲେ, କିଏ ଜାଣିଛି ନଟବର ଦାସେ ସେଇ ନରିପୁରରୁ ଆସିଥିବା ବଳକା ଟଙ୍କାରେ ନିଜ ନୂଆ ବୋଉ ପାଇଁ କିଛି ସୁନା ଗହଣା ଗଢ଼ାଇ ଦେଇନି ତ? ବାପରେ! ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଆସିଥିବା ଟଙ୍କାରେ ସ୍ତ୍ରୀ ପାଇଁ ଗହଣା। ବାପରେ! ଏହା ଯଦି ସତ ହୋଇଥାଏ, ତାହେଲେ ଏହାଠୁ ନିଜ କାମ ଆଉ କ'ଣ ହୋଇପାରେ? ଏହା ତ ନଟବର ଚରିତ୍ରର ପୂରା କଳା ଦିଗଟାକୁ ଦେଖେଇ ଦଉଛି। ହଁ, ଫକୀରମୋହନ ଏଠି ସିଧା କହୁନାହାନ୍ତି ଯେ ନଟବର ସତରେ ଏମିତି କରିଛି, କିନ୍ତୁ ସେ ଗାଁ ଲୋକଙ୍କ ମନରେ ଯୋଉ ସନ୍ଦେହ ଆସିଲା, ସେଇଟାକୁ ଲେଖି ନଟବର ଚରିତ୍ର ଉପରେ ଗୋଟେ ବଡ଼ ପ୍ରଶ୍ନ ଛିଡ଼ା କରିଦେଉଛନ୍ତି। ଆଉ ଦେଖାଉଛନ୍ତି ଯେ ଗାଁ ଗହଳିରେ ଏ ଯୋଉ ଗୁଜବ ବା କଥାବାର୍ତ୍ତା, ଏଇଟା ବେଳେବେଳେ କେତେ ଶକ୍ତିଶାଳୀ ହୋଇପାରେ। ଏହା ଖାଲି ନିନ୍ଦା ନୁହେଁ, ଏହା ଏକ ପ୍ରକାର ସାମାଜିକ ବିଚାର ପ୍ରକ୍ରିୟା ଭଳି କାମ କରୁଛି। ତାହେଲେ ଏଇ 10ମ ପରିଚ୍ଛେଦର ମୁଖ୍ୟ କଥାଗୁଡ଼ିକ ହେଲା ଦାଶରଥୀଙ୍କ ଦେହ ଖରାପ ହେବା, ତାଙ୍କ ଚାକିରିରୁ ଅବସର, ନଟବରକୁ ଅଚାନକ ନାଜର ପଦ ମିଳିବା, ତାପରେ ନଟବରାର ନୈତିକ ପତନ, ମାନେ କ୍ଷମତା ଆଉ ପଇସାର ଲୋଭ, ଲାଞ୍ଚ ନେବା, ନିଜ ସ୍ତ୍ରୀକୁ ଧନ ଆସିବାର କାରଣ ଭାବିବା ଆଉ ସେଇ ସ୍ୱାର୍ଥପର ଦର୍ଶନକୁ ଆପଣାଇବା। ହଁ, ତା ସାଙ୍ଗକୁ ଦାଶରଥୀଙ୍କ ରୋଗ ବଢ଼ିବା, ଉତ୍ତର ରାୟ ଆଉ ଚାନ୍ଦମଣିଙ୍କ ସେବା, ଦାଶରଥୀଙ୍କ ମୃତ୍ୟୁ, ଆଉ ଶେଷରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଶ୍ରାଦ୍ଧ ପରେ ନଟବରର ମିଛ କହିବା ଆଉ ତା ବିଷୟରେ ଗାଁ ଲୋକଙ୍କ ମନରେ ସେଇ ଗଭୀର ସନ୍ଦେହ। ଏ ଅଧ୍ୟାୟରୁ ଆମେ କ'ଣ ଶିଖିବା କଥା? ଏଇଟା କ'ଣ ଖାଲି ଗୋଟେ କାହାଣୀ, ନା ଏହା ପଛରେ ଆହୁରି ଗଭୀର କଥା ଅଛି? ନିଶ୍ଚୟ ଅଛି। ଫକୀରମୋହନ ନଟବର ଚରିତ୍ର ଦ୍ୱାରା ଦେଖେଇଛନ୍ତି କେମିତି ସାମାନ୍ୟ ସୁଯୋଗ ଆଉ କ୍ଷମତା ମଣିଷକୁ ପୂରା ବଦଳେଇ ଦେଇପାରେ। ଯୋଉ ନଟବର ଦିନେ ସାଧାରଣ ଥିଲା, ସେ କେମିତି ଲାଞ୍ଚ, ଲୋଭ ଆଉ ପଇସାର ଅନ୍ଧ ମୋହରେ ପଡ଼ି ନିଜର ଭଲମନ୍ଦ ଜ୍ଞାନ ହରେଇ ବସୁଛି। ଆଉ ତାର ସେଇ ଯୁକ୍ତି, ଯୋଉ ପଇସା କମେଇବା ପାଇଁ ଯେକୌଣସି ବାଟ ଠିକ୍ ଆଉ ନୀତି ନିୟମ କେବଳ ଦୁର୍ବଳ ଲୋକଙ୍କ ପାଇଁ ଏହା କେତେ ବିପଦପୂର୍ଣ୍ଣ, ତାହା ସେ ଦେଖାଉଛନ୍ତି। ଆଉ ଉତ୍ତର ରାୟ ଆଉ ଚାନ୍ଦମଣିଙ୍କ ଚରିତ୍ର ବିଷୟରେ କ'ଣ କହିବେ? ସେମାନେ ଗୋଟେ ବିପରୀତ ଚିତ୍ର ଦଉଛନ୍ତି। ସେମାନେ ଦେଖାଉଛନ୍ତି ପ୍ରକୃତ କର୍ତ୍ତବ୍ୟ କ'ଣ। ସେଇଟା ସ୍ନେହ, ସମ୍ମାନ ଆଉ ଆନ୍ତରିକତାରୁ ଆସେ, କୌଣସି ସ୍ୱାର୍ଥ ପାଇଁ ନୁହେଁ। ନଟବରର ସ୍ୱାର୍ଥପରତା ଆଗରେ ସେମାନଙ୍କର ନିଃସ୍ୱାର୍ଥପର ସେବା ମଣିଷପଣିଆର ଗୋଟେ ଭଲ ଦିଗ। ଏହି ତୁଳନା ଦ୍ୱାରା ଲେଖକ ନୈତିକତାର ମୂଲ୍ୟ କ'ଣ ସେଇଟା ବୁଝାଉଛନ୍ତି। ଗାଁ ଲୋକଙ୍କ କଥାବାର୍ତ୍ତା ବି ବହୁତ ଗୁରୁତ୍ୱପୂର୍ଣ୍ଣ ଲାଗୁଛି ଏଠି। ସେମାନଙ୍କର ସନ୍ଦେହ। ହଁ, ଏହା ଗୁରୁତ୍ୱପୂର୍ଣ୍ଣ। ଗାଁର ସେ ଫୁସୁରୁ ଫାସୁରୁକୁ ଆମେ ହୁଏତ ଗୁଜବ କହି ହସି ଦେଇପାରୁ, କିନ୍ତୁ ଫକୀରମୋହନ ଦେଖାଉଛନ୍ତି ଯେ ଏଇ ଯୋଉ ସମସ୍ତଙ୍କ ମନର ସନ୍ଦେହ, ଏହା ଭିତରେ ବେଳେବେଳେ ସତ କଥାଟା ଲୁଚି ରହିଥାଏ। ସମାଜ ନିଜ ବାଟରେ ଅନ୍ୟାୟ ବା ଭୁଲ କାମକୁ ଚିହ୍ନିବାକୁ ଚେଷ୍ଟା କରେ, ଏକ ପ୍ରକାରର ସାମାଜିକ ନଜର ରଖିବା ଭଳି କାମ କରେ। ତାହେଲେ ଏ କାହାଣୀ କ'ଣ କେବଳ ସେଇ ପୁରୁଣା କାଳର ଓଡ଼ିଶା କଥା କହୁଛି, ନା ଏହାର ପ୍ରାସଙ୍ଗିକତା ଆଜି ବି ଅଛି? ନିଶ୍ଚିତ ଭାବରେ ଅଛି, 100% ଅଛି। ଦେଖନ୍ତୁ, ସମୟ ବଦଳିଛି, ପରିବେଶ ବଦଳିଛି, ଚାକିରି ବଦଳିଛି, ହୁଏତ ଲାଞ୍ଚ ନେବାର ତରିକା ବଦଳିଛି, କିନ୍ତୁ ମଣିଷର ଯୋଉ ମୂଳ ପ୍ରବୃତ୍ତି, ଲୋଭ, କ୍ଷମତାର ନିଶା, ସ୍ୱାର୍ଥପରତା, ନୀତି ନିୟମ ସହ ଲଢ଼େଇ, ଏସବୁ ଆଜି ବି ସେମିତି ସତ୍ୟ। ନଟବର ଦାସ ଭଳି ଚରିତ୍ର ଆଜି ବି ଆମ ସମାଜରେ, ଆମ ଚାରିପାଖରେ ଅଲଗା ଅଲଗା ରୂପରେ ଅଛନ୍ତି। ହୁଏତ ନାଜର ପଦ ନାହିଁ, କିନ୍ତୁ ସେ ମନଟା, ସେଇ ଭାବନାଟା ଏବେ ବି ଅଛି। ହଁ, କ୍ଷମତା ପାଇଲେ ମଣିଷ କେମିତି ବଦଳିଯାଏ ଆଉ ପଇସାର ଲୋଭ କେମିତି ନୀତି ନୈତିକତାକୁ ଖାଇଯାଏ, ଏହା ଏକ ଚିରନ୍ତନ ସତ୍ୟ, ଯାହା ଫକୀରମୋହନ ଏ ଅଧ୍ୟାୟରେ ବହୁତ ଭଲ ଭାବରେ ଦେଖାଇଛନ୍ତି। ସତ କଥା। ଆଉ ଗୋଟେ କଥା ବି ଭାବିବାର ଅଛି, ନଟବର ଯେମିତି ନିଜର ସଫଳତାକୁ ନିଜ ସ୍ତ୍ରୀର ଭାଗ୍ୟ ସହ ଯୋଡ଼ି ଦେଉଛି, ସେମିତି ଆଜି ବି ଅନେକ ଲୋକ ନିଜର ଭଲ ପାଇଁ ବା ଖରାପ ପାଇଁ ଅନ୍ୟକୁ କିମ୍ବା ପରିସ୍ଥିତିକୁ ଦାୟୀ କରି ନିଜର ଦୋଷ ଲୁଚେଇବାକୁ ଚେଷ୍ଟା କରନ୍ତି। ନିଜକୁ ଠିକ୍ ବୋଲି ଦେଖେଇବାର ଏ ଯୋଉ ମାନସିକତା, ସେଇଟା ସେବେ ବି ଥିଲା, ଏବେ ବି ଅଛି। ବାସ୍ତବରେ ଏହା ଏକ ବହୁତ ଗଭୀର ଆଲୋଚନା ହେଲା ନଟବରର ନାଜିରାତି ଓ ତାର ପରିଣାମ ଉପରେ। ଏହା ଖାଲି ଗୋଟେ କାହାଣୀର ଭାଗ ନୁହେଁ, ବରଂ ମଣିଷ ଚରିତ୍ର ଆଉ ସମାଜରେ ଗୋଟେ ଆଇନା।
ଆଶା କରୁଛୁ ଆମ ଶ୍ରୋତାମାନଙ୍କୁ ଏହି ବିଶ୍ଳେଷଣ ଭଲ ଲାଗିଥିବା ଏବଂ କାହାଣୀର ଏଇ ମୋଡ଼କୁ ସେମାନେ ଭଲ ଭାବରେ ବୁଝିପାରିଥିବେ। ଆଗାମୀ ଅଧ୍ୟାୟରେ କ'ଣ ହେବ? ନଟବରର ଏଇ ଲୋଭ ଆଉ ଏଇ ମିଛ କଥା ତାକୁ କୁଆଡ଼େ ନେଇଯିବ? ଗାଁ ଲୋକଙ୍କର ସନ୍ଦେହ କ'ଣ ସତ ହେବ? ଏସବୁ ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ଆପଣମାନେ ଆଉ କେଉଁ ଓଡ଼ିଆ କାହାଣୀ ବା ଉପନ୍ୟାସର କୌଣସି ନିର୍ଦ୍ଦିଷ୍ଟ ଅଧ୍ୟାୟ ଉପରେ ଏମିତି ଆଲୋଚନା ଶୁଣିବାକୁ ଚାହାନ୍ତି, ଦୟାକରି ଆମକୁ ମତାମତ ବକ୍ସରେ ଜଣାନ୍ତୁ। ଆମେ ନିଶ୍ଚୟ ଚେଷ୍ଟା କରିବୁ। ଦୟାକରି ଆମ ଚ୍ୟାନେଲକୁ ଲାଇକ୍, ଶେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରନ୍ତୁ। ବେଶୀରୁ ବେଶୀ ଶେୟାର କରନ୍ତୁ ଏବଂ ଆମ ଏହି ଓଡ଼ିଆ ଚ୍ୟାନେଲକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରନ୍ତୁ। ନୂଆ ଏବଂ ମନଛୁଆ ଅଧ୍ୟାୟର ସୂଚନା ପାଇବା ପାଇଁ ବେଲ୍ ଆଇକନ୍କୁ ନିଶ୍ଚୟ ଦବାନ୍ତୁ। ଆଜି ପାଇଁ ଏତିକି। ଆମ ସହ ଯୋଡ଼ି ହୋଇ ରହିଥିବାରୁ ସମସ୍ତ ଶ୍ରୋତାମାନଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଦେଖାହେବ ପରବର୍ତ୍ତୀ ଆଲୋଚନାରେ।